ସେଇଟା ବି ମୁଁ ମିଛ ଭାବିଥିଲି। ଆ ପୂର୍ବରୁ ଯେମିତି ହେଲା କଲେ ଉତ୍ତମ ମହାନ୍ତି ମରିଯାଇଛନ୍ତି, ତେଣୁ ମୁଁ ଯେତେବେଳେ ମିଡ଼ିଆ ବନ୍ଧୁ ଜଣେ ମୋତେ ଫୋନ୍ କଲେ ମୁଁ ବିରକ୍ତ ହେଲି। ମୁଁ କହିଲି ନାହିଁ, ମୁଁ ଯେତିକି ଖବର ପାଇଛି ଭଲ ଥିଲେ ତ, କିନ୍ତୁ ଉତ୍ତମ ମହାନ୍ତି ସତରେ ଆଜି ନାହାନ୍ତି। ଅପୂରଣୀୟ କ୍ଷତିଟା ଗୋଟେ ମଝି ପିଲର ଆମର ପଳେଇଲେ ଓଡ଼ିଆ ସିନେମାର। ଉତ୍ତମ ମହାନ୍ତି ଥିଲେ ଜଣେ ମଝି ପିଲର, ମାନେ କ'ଣ କହିଲ, ମାନେ ଆପରେ ଆଉ ପିଲର ନାହାନ୍ତି। ଆଗରୁ ସବୁ ପିଲର ଖସି ଯାଇଥିଲେ, କିନ୍ତୁ ଉତ୍ତମ ମହାନ୍ତିଙ୍କଠୁ ଆମେ ଏତିକି ଶିଖିଥିଲେ। ସ୍ନେହୀ ମଣିଷ ଥିଲେ ଉତ୍ତମ ମହାନ୍ତି, ଆଉ ଅଭିନୟର ବାସା ଥିଲେ ସିଏ। କିଏ? ଉତ୍ତମ ମହାନ୍ତି। ଏବଂ ମୋ ଜୀବନର ପ୍ରଥମେ ଯେତେବେଳେ କ୍ୟାମେରା ଫେସ୍ କଲି, ମୋ ଜୀବନରେ ଓଡ଼ିଆ ଫିଲ୍ମରେ ଆସି ସହର ଜଳୁଛି, ପ୍ରଥମ ସଟ୍ ତାଙ୍କ ପାଖରେ ଉତ୍ତମ ମହାନ୍ତିକି ଦେଖିକି ମୁଁ ଡାଇଲଗ୍ କହିପାରିନଥିଲି। ମୁଁ ସେଇ ମିଟୁ ମିଟୁ, କିନ୍ତୁ ଏଇନା ସେଗୁଡ଼ାକ ଅବିକା ସେ ଅବସ୍ଥାରେ ନାହିଁ। ଅବିକା ଯେଉଁ ଅବସ୍ଥାରେ ଆମେ ଏତିକି ଅଛେ, ଆଉ ଉତ୍ତମ ମହାନ୍ତି ଫେରିବେ ନାହିଁ। ଉତ୍ତମ ମହାନ୍ତି ଉତ୍ତମ ଥିଲେ। ଇଣ୍ଡଷ୍ଟ୍ରି ପାଇଁ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଓଡ଼ିଆ ଇଣ୍ଡଷ୍ଟ୍ରିର ତାଙ୍କୁ ଏତେ ଭଲ ପାଉଥିଲେ। କାହିଁ ଭଲ ପାଉଥିଲେ? ଯଦି ଟାଇମ୍ରେ ଖାଇବା ଆସିନାହିଁ, ଉତ୍ତମ ମହାନ୍ତି କହିବେ ସୁଟିଂ ବନ୍ଦ କର, ଖାଇବା ଆଣ, ତାପରେ ଖାଇବ। ଟେକ୍ନିସିଆନକୁ ସିଏ ବହୁତ ସ୍ନେହ ଦେଉଥିଲେ। କାହାକୁ? ସ୍ପଟ୍ ବୟ, ଆପଣ ମେକଅପ୍ ମ୍ୟାନ୍, କଷ୍ଟ୍ୟୁମ୍ ମ୍ୟାନ୍, ଆର୍ଟ ଡାଇରେକ୍ଟର, ମାନେ ଟେକ୍ନିସିଆନ୍, ଲାଇଟ୍ ମ୍ୟାନ୍, ତାଙ୍କୁ ସେ ସ୍ନେହ ଶ୍ରଦ୍ଧାରେ ବାନ୍ଧିକି ରଖିଥିଲେ। ଏବଂ ସବୁବେଳେ କହୁଥିଲେ ତୁମେ ଝଗଡ଼ା କର ନାହିଁ। ଯଦି ଜଣେ ହାଉ ହାଉ ହେଉଛି ତାକୁ କିଛି କୁହ ନାହିଁ, ସାଇଲେନ୍ସ ରହିଯାଅ, ଦେଖିବ ସେ ଠିକ୍ ହେବ। କିନ୍ତୁ ଆମେ ରହିପାରୁନେ, ଆମେ ହାଉ ହାଉ ହଉ। କିନ୍ତୁ ସେ ଯେଉଁ ସମୟ ସମାପନ ହୋଇଗଲା କାଲି ରାତି 12টাରେ, ଆଉ ଉତ୍ତମ ମହାନ୍ତି ଆମ ପାଖରେ ଆସିବେନି। ଆମ ପାଖରେ ବହୁତ ଆର୍ଟିଷ୍ଟ ଆସିବେ। ଆଜି ଉତ୍ତମ ମହାନ୍ତି ଭାଗ୍ୟବାନ ଯେ ତାଙ୍କୁ ବାବୁସାନ ଭଳିଆ ପୁଅ ମିଳିଛି, ଯିଏ ଶେଷ ସମୟରେ ତାଙ୍କ ପାଖରେ ରହି ଶେଷ କାମ କରିକି ଆଜି ଶେଷକୃତ ହେବ। ଏବଂ ଓଡ଼ିଆ ଇଣ୍ଡଷ୍ଟ୍ରିର ଏମିତି କେଉଁ ଆର୍ଟିଷ୍ଟ ନାହିଁ ଯିଏ ଉତ୍ତମ ମହାନ୍ତିକି ଭଲ ପାଆନ୍ତି ନାହିଁ। କାହିଁକି ନା ଉତ୍ତମ ମହାନ୍ତି ଗୋଟିଏ ନିର୍ଭୀକ ଏବଂ ଷ୍ଟାର ତାଙ୍କ ମୁଣ୍ଡରେ ଚଢ଼ି ନଥିଲା। ଯେତେବେଳେ ଓଡ଼ିଶାର ପ୍ରଥମ ସୁପରଷ୍ଟାର ଥିଲେ ଉତ୍ତମ ମହାନ୍ତି, ଏବଂ ସିଏ ଷ୍ଟାର ଜିମ୍ ସେତେବେଳେ ଦେଖାଇ ନାହାନ୍ତି। ତାଙ୍କ ନାଁ କୁନିଆ ଭାଇ ଆଉ ଏ ଦୁନିଆରେ ନାହାନ୍ତି। କିନ୍ତୁ ଉତ୍ତମ ମହାନ୍ତିଙ୍କ ପାଇଁ ଓଡ଼ିଶା ଆଜି କାନ୍ଦୁଛି। ରାତି 12ଟା ପରେ ସମସ୍ତେ ଖବର ପାଇଲେ। ଏବଂ ଆପଣ ମିଡ଼ିଆ ବନ୍ଧୁକୁ ମୁଁ ଏତିକି କହିବି, ଆପଣମାନେ ସଜାଗ ଅଛନ୍ତି। ଆଉ ମୁଁ ଏତିକି କହୁଛି, ତାଙ୍କ ପରିବାରକୁ ଭଗବାନ ଖରାପରେ ରଖିନାହାନ୍ତି। ଉତ୍ତମ ଭାଇ ମୋତେ ବହୁତ ଦିନ ତଳେ ଦେଖାଇଥିଲେ, 2-3 ମାସ ତଳେ। ଅସିତ ନନା ଥିଲେ ନାହିଁ, ଅସିତ ନନା ଯେତେବେଳେ ବି ଦେଖା ହୁଅନ୍ତି ସେତେବେଳେ କହିବେ ମିଠୁ ମିଠୁନ, ଓଡ଼ିଆ ଇଣ୍ଡଷ୍ଟ୍ରିରେ ଯେତେବେଳେ ଯାହା ହେଉଛି ତୁ ଯେଉଁ ହାଉ ହାଉ କାହିଁ ହେଉଛୁ, ମୋତେ ଶୋଧିବେ। କହିବେ ତୁ ସାଇଲେଣ୍ଟ ନାହିଁ। ଶେଷ ତାଙ୍କରି ଘରେ ଅସିତ ନନା, ମୁଁ, ଉତ୍ତମ ଭାଇ ଦେଖା ହେଇଥିଲେ। ଏବଂ ତାପରେ ଯେଉଁଦିନ ଉତ୍ତମ ଭାଇ ଗଲେ ବି ଦିଲ୍ଲୀ ହସ୍ପିଟାଲ, ସେଦିନ ମୁଁ ନିମାପଡ଼ାରେ ଥିଲି, ଖବର ପାଇଲି। ମିଛରେ ଗୋଟେ ବାହାର କରିଥିଲେ ଉତ୍ତମ ଭାଇ ଚାଲିଗଲେ। ମୁଁ ତାପରେ ବିରକ୍ତି କରି ମୁଁ ଗୋଟିଏ କଥା କହିବି, ଆମର ଗୋଟେ ଯୁଗର ଅବସାନ ଘଟିଲା। ଆଉ ଆମ ପାଖରେ କେହି ନାହାନ୍ତି। କେବଳ ଆମେ କେମିତି ସମ୍ଭାଳିକି ସେମାନଙ୍କର ଚିନ୍ତା ସେଇ ଟାଇପ୍ର ହେଇକି ବଡ଼ ହେବାକୁ ପଡ଼ିବ। କାରଣ ଓଡ଼ିଆ ଇଣ୍ଡଷ୍ଟ୍ରିରେ ସେ କାହାକୁ ହିଂସାବାଦ କରୁନଥିଲେ। ମୁଁ ମିନିମମ୍ 10-15ଟା ଚଳଚ୍ଚିତ୍ର କରିଥିବି ଭାବୁଛି, 120 ପିକ୍ଚର ଭିତରେ। ନାଇଁ, ଉତ୍ତମ ଭାଇଙ୍କ ସହିତ ତୋ ଆଖି ମୋ ଆଇନା ଫିଲ୍ମ ସୁଟିଂ କରୁଥିଲି। ମୁଁ ମ୍ୟାନେଜର ଥିଲି ସେତେବେଳେ, ଆକ୍ଟର ହେଇନଥିଲି। ତ ଉତ୍ତମ ମହାନ୍ତି ଟାଇମ୍ରେ ଖାଇବା ଆସିଲାନି, ଖାଇବା ଆଣ ତାପରେ ସୁଟିଂ କର। ସଂଗ୍ରାମ ବିଶ୍ୱାଳ, କୈଳାସ ମହାରାଣା ପ୍ରଡ୍ୟୁସର ଥିଲେ ତୋ ଆଖି ମୋ ଆଇନା। ମୁଁ ଏତିକି କହିବି, ଉତ୍ତମ ଭାଇଙ୍କ ଅମର ଆତ୍ମାକୁ ଏତିକି ପ୍ରଣାମ କରୁଛି। ଆପଣ ଉତ୍ତମ ଭାଇ ଯେଉଁଠି ଥାଆନ୍ତୁ, ଭଲରେ ଥାଆନ୍ତୁ। ଏବଂ ଆମେ ଯେଉଁ ପିଲାମାନେ ଭୁଲ ଭାଲ କରୁଛୁ, ଆମକୁ ଜଗନ୍ତୁ ଟିକେ ଆପଣ। ଧନ୍ୟବାଦ ଆଜ୍ଞା।